जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम वास्तु सेशन को आगू को बढ़ेगा। वास्तु सेशन गोटे नुआ कोर्स आम आज आरंभ करने जाऊँ। जो जो माने एटा को भल से मन देकी पढ़िबे लेसन वाइज रहिबो। आज हमर लेसन ना रहिबो जे विभिन्न वेदरे जो वास्तु शास्त्र विषय कौन कौन सब कह जाय। जदि लोक माने सबुबेले मन रखिबे श्रीमद् भागवत गीतार 16 नंबर अध्याय रे भगवान श्री कृष्ण कहते जे तस्मात् शास्त्रं प्रमाणन्ते कार्य कार्य व्यवस्थित ज्ञात्वा शास्त्र विधानोक्तम कर्म कर्तुम इहारेसि। शास्त्रର ପ୍ରମାଣ ଅନୁଯାୟୀ କାର୍ଯ୍ୟ କରିବା ଉଚିତ। ଯୋଉ ମାନେ ବାସ୍ତୁକୁ ମନ ଗଢା କଥା ଭାବନ୍ତି ସେମାନଙ୍କ ପାଇଁ ମୁଁ କହି ରଖେ ବେଦରେ ମଧ୍ୟ ବାସ୍ତୁଶାସ୍ତ୍ରର ମହନୀୟତା ବିଷୟରେ ଉଲ୍ଲେଖ କରାଯାଇଛି। ସର୍ବପ୍ରଥମେ ଆପଣ ମାନେ ଜାଣି ରଖନ୍ତୁ ବାସ୍ତୁ କହିଲେ ଏହି ପୃଥିବୀ ପୃଷ୍ଠରେ ସମ୍ୟକ ରୂପରେ ଅନୁକୂଳତା ସହିତ ନିବାସ କରିବାର ଯୋଉ ବିଦ୍ୟାଟାକୁ ବାସ୍ତୁ ବିଦ୍ୟା ବୋଲି କୁହାଯାଏ। ବାସ୍ତୁଶାସ୍ତ୍ରରେ ଯୋଉ ସମରାଙ୍ଗଣ ସୂତ୍ରଧର ବୋଲି ଗୋଟେ ବଢିଆ ସୁନ୍ଦର ପୁରାତନ ଆଚାର୍ଯ୍ୟ ମାନଙ୍କ ଦ୍ଵାରା ଲିଖିତ ବାସ୍ତୁଶାସ୍ତ୍ରର ବହିଟିଏ ଅଛି ସେଥିରେ ସମରାଙ୍ଗଣ ସୂତ୍ରଧର ଶାସ୍ତ୍ର ଅନୁଯାୟୀ ସେଠି ଆଚାର୍ଯ୍ୟ ମାନେ କହିଛନ୍ତି ପୃଥିବୀ ହିଁ ହଉଛି ଗୋଟେ ମୁଖ୍ୟ ବାସ୍ତୁ। ଏବଂ ଯେହେତୁ ଆମେ ପୃଥିବୀରୁ ଉତ୍ପନ୍ନ ପୃଥିବୀରୁ ଘରଟାକୁ ତିଆରି କରୁଛୁ ସେଇ ଯୋଉ ନିବାସ ଆଶ୍ରୟ ତେଣୁ ସେଇଟା ବି ବାସ୍ତୁରେ ଯିବ କିନ୍ତୁ ସେଟା ଗୌଣ ବାସ୍ତୁରେ ଯିବ। ଠିକ ଅଛି। ବାସ୍ତୁ ବିଦ୍ୟା କୁ ବାସ୍ତୁ ଶାସ୍ତ୍ର ବୋଲି ବି କୁହାଯାଏ, ଶିଳ୍ପ ଶାସ୍ତ୍ର ବୋଲି ବି କୁହାଯାଏ, ସ୍ଥାପତ୍ୟ ବେଦ ବୋଲି ମଧ୍ୟ କୁହାଯାଏ। ଇଂରାଜୀରେ ଏହାକୁ ଆର୍କିଟେକ୍ଚର ବୋଲି ମଧ୍ୟ କୁହାଯାଏ। ଏହି ଆର୍କିଟେକ୍ଚର ଶବ୍ଦଟି ଲାଟିନ ଭାଷା ଆର୍କିଟେକ୍ଟୁରା ରୁ ନିଆଯାଇଛି। ଠିକ ଅଛି। କିନ୍ତୁ ସମସ୍ତେ ଜାଣନ୍ତି ଯେ ସବୁ ଭାଷାର ମୂଳ ଭାଷା ହଉଛି ସଂସ୍କୃତ ଭାଷା। ତେଣୁ ସଂସ୍କୃତ ଭାଷାରେ ଗୋଟେ ଶବ୍ଦ ଅଛି ଆର୍କିଦକ୍ଷତୌର୍ୟ। ସେ ଶବ୍ଦଟାକୁ ଯଦି ଆଡ କରିବା ଆର୍କି ଦକ୍ଷ ତୌର୍ୟ ସେଥିରୁ ଆର୍କିଟେକ୍ଚୁରା ଆସିଲା ଏବଂ ଇଂଲିଶରେ ବନିଲା ଆର୍କିଟେକ୍ଚର। ସଂସ୍କୃତରେ ଯଦି ତାର ମିନିଂ ବାହାର କରିବା ଆର୍କିର ଅର୍ଥ କଣ ନା କଳା, ଦକ୍ଷର ଅର୍ଥ ମାନେ ଦକ୍ଷତା ବିଦ୍ୟା, ତୌର୍ୟର ଅର୍ଥ କଣ ନା ଶିଳ୍ପ। ଠିକ ଅଛି। ଏଥିରେ କୌଣସି ବୁଝିବାର ବାକି ନାହିଁ। ଆମେ ସମସ୍ତେ ଜାଣିଛେ ଯେ ମଣିଷ ଯାହା କିଛି ବି ବନିଛି ପଞ୍ଚଭୂତର ଶରୀରରୁ ବନିଛି। ଏ ସଂସାର ବିଶ୍ବ ବ୍ରହ୍ମାଣ୍ଡରେ ଯାହା କିଛି ଅଛି ପଞ୍ଚଭୂତର ଶରୀରରୁ ଅଛି। ହି ତାପ ତେଜ ମରୁତବ୍ୟମ। ଆପଣ ଯଦି ଋକ୍ ବେଦ ଘାଣ୍ଟିବେ ଋକ୍ ବେଦରେ 10/107/10 ଆପଣଙ୍କ ମଣ୍ଡଳ ସୁକ୍ତ ଆଉ ଯେମିତି ଥାଏ ଯଦି ଆପଣ ଜାଣିଛନ୍ତି ମୁଁ ତାହେଲେ ଆପଣଙ୍କୁ ରେଫରେନ୍ସ ଦଉଛି 10/107/10 ରେ ଗୋଟେ ଶ୍ଲୋକ ଆସେ ଭୋଜସ୍ୟେଦଂ ପୁଷ୍କରିଣୀବ ବେଶಂ ପରିଷ୍କୃତಂ ଦେବମାନେବ ଚିତ୍ରମ୍। ଠିକ ଅଛି ନା। ସଂସାରରେ ସବୁଠୁ ପ୍ରାଚୀନ ଗ୍ରନ୍ଥ ହଉଛି ଋଗ୍ବେଦ। ତେଣୁ ଏଠି ବେଶମ ଶବ୍ଦର ଅର୍ଥ ହଉଛି ଗୃହ। ଏବଂ ଗୃହର ପ୍ରାପ୍ତି ବା ଘର ବନେଇବା ବହୁତ ପୁଣ୍ୟ ଫଳ ଥିଲେ ହିଁ ଲୋକ ଗୋଟେ ଘର ବନେଇ ପାରିବ। ଏବଂ ଯୋଉମାନେ ବାଚସ୍ପତି ଆମେ ପଢିଥିବେ ଏଇ ଶ୍ଲୋକଟା ତାଙ୍କୁ ଜମା ଋଗ୍ବେଦର ଏଇ ଶ୍ଲୋକଟା କୋଟ ହେଇଛି ବାଚସ୍ପତିୟମରେ ଋଗ୍ବେଦ 10/107/10 ଭୋଜସ୍ୟତଂ ପୁଷ୍କରିଣୀବ ବେଶମ ପରିଷ୍କୃତମ ଦେବମାନବେ ଚିତ୍ରମ୍।
ଏଇ ଶ୍ଲୋକକୁ ଏକ୍ସପ୍ଲେନ କରିବା, ବେଦର ଶ୍ଲୋକକୁ ଏକ୍ସପ୍ଲେନ କରିବା ବହୁତ ହି କଠିନକର ବ୍ୟାପାର। ଆମର ବି ସଂସ୍କୃତରେ ଏତେ ନଲେଜ ନାହିଁ। କିନ୍ତୁ ଏଇ ଶ୍ଲୋକରେ ବେଶମ ଶବ୍ଦର ଅର୍ଥ ହଉଛି ଗୃହ, ଏବଂ ଦେବତା ମାନବ ମାନେ ଏଇ ଜିନିଷଟାକୁ ୟୁଜ କରନ୍ତି। ଠିକ ଅଛି। ଋଗ୍ବେଦର ମଣ୍ଡଳ 7/54 1 ରୁ 3 ନମ୍ବର ଶ୍ଲୋକରେ ମଧ୍ୟ ଆପଣ ମାନେ ବାସ୍ତୁଶାସ୍ତ୍ରର ଜିନିଷ ଗୁଡାକ ପାଇପାରିବେ। ଋଗ୍ବେଦର 7/55 ଶ୍ଲୋକରେ ମଧ୍ୟ କ୍ଷେତ୍ରୋତ୍ପତ୍ତି ନାମକ ଗୋଟେ ଯୋଉ ଶ୍ଲୋକ ଅଛି ସେଥିରୁ ବି ପାଇପାରିବେ। ଋଗ୍ବେଦର 4 ନମ୍ବର ମଣ୍ଡଳ 57 ନମ୍ବର ଯୋଉ 4/57 1 ରୁ 3 ରେ ବି ଆପଣ ବାସ୍ତୁଶାସ୍ତ୍ରର ଜିନିଷ ପାଇପାରିବେ। ଅଥର୍ବ ବେଦର କାଣ୍ଡ 7/29 1 ନମ୍ବର ଆଉ 2 ନମ୍ବର ଶ୍ଲୋକରେ ମଧ୍ୟ ଆପଣ ମାନେ ଭଲ ଭାବରେ ପାଇପାରିବେ। ସେଠି ଶ୍ଲୋକଟା ମୁଁ ଏକ୍ସପ୍ଲେନ କରିବାକୁ ଏଇଥିପାଇଁ ଚାହୁଁଛି ଯେ ସେଥିରେ ବହୁତ ବଢିଆ ଜିନିଷ ଲେଖା ହେଇଛି। ଏତେ ଜିନିଷ କହିଲେ ଲୋକମାନଙ୍କ ମୁଣ୍ଡରେ ପଶିବନି, କଣ ଦରକାର, ଆମେ ଖାଲି ରେଫରେନ୍ସ ଦଉଛି କି ଦେଖ କି ବେଦର ବି ବାସ୍ତୁଶାସ୍ତ୍ରର ମହନୀୟତା ବିଷୟରେ ଲେଖା ହେଇଛି। ଯୋଉମାନଙ୍କୁ ଅଧିକା ରିସର୍ଚ୍ଚ କରିବାର ଅଛି ସେମାନେ ସେ ବେଦ କାଢିକି ସେ ମଣ୍ଡଳ ସୂକ୍ତ ସବୁ କିଛି ନେଟରେ ଆଭେଲେବୁଲ ଅଛି, ଖୋଲିକି ଦେଖନ୍ତୁ, ପଢନ୍ତୁ, ରିସର୍ଚ୍ଚ କରନ୍ତୁ। ଏଇଠି ଯୋଉ ଅଥର୍ବବେଦର କାଣ୍ଡ 7/29/1-2 ଭିତରେ କହିଛି, ଅଗ୍ନି ବିଷ୍ଣୁ ମହିତଦ୍ୱଂ ମହିତ୍ୱଂ ପାଥ ଘୃତସ୍ୟ ଗୃହସ୍ୟ ନାମ ଦମେ ଦମେ ସପ୍ତ ରତ୍ନା ଦଧନ୍ୟୁ ପ୍ରତିବାଂ ଜିହ୍ବା ଘୃତମା ଚରଣୟାତ୍। ଅଗ୍ନି ବିଷ୍ଣୁ ମହି ଧାମ ପ୍ରିୟಂ ବାମ୍ बीथो घृतस्य गुह्य जिष्याणौ दमे दमे सृष्टुत्वा बावृद्धानो प्रतिबां जिह्वा ଘୃତମୁच्चरणया। ଏଇ ଶ୍ଲୋକଟାକୁ ସିଏ କଣ, ବହୁତ କିଛି ଜିନିଷ ଶ୍ଲୋକରୁ ବାହାରିବ, ଭାଇ ଜମା ଏକ୍ସପ୍ଲେନ କରିବେନି, କଣ୍ଟ୍ରୋଭର୍ସି ଗୁଡା କିଣିବାର ନାହିଁ। କିନ୍ତୁ ମୁଁ ଏଇଟାକୁ ବୁଝିଲେ ଏଇଆ, ଡୋମିସାଇଲ, ଡୋମ୍ଡ, ଡୋମେଷ୍ଟିକେଟ, ଡୋମେଷ୍ଟିସିଟି, ଡୋମିସିଲିଆରିଟି, ଡୋମିନାନ୍ସ, ଡୋମିନାଣ୍ଟ, ଡୋମିନେଟ ଆଦି ଶବ୍ଦ ସଂସ୍କୃତକୁ ଦମର ବୋଲି କୁହାଯାଏ। ଏହି ପ୍ରକାର ଯଦି ମଣିଷ କୌଣସି ଗୋଟେ ଜାଗାକୁ, ସ୍ଥାନକୁ, ଘରଟାକୁ ଦମ ମାନେ ଯଦି ମାନେ କୌଣସି ଗୋଟେ ଜାଗାକୁ ଆଧିପତ୍ୟ କରିବ, ସେଟା ତାର ସେ ଘର ବନେଇବ ନା ଭାଇ। ଘର ବନେଇଲେ ତ ସିଧା ସେ ଜାଣିପାରିବ ନା, ମାନେ ସେ ଅଧିପତ୍ୟରେ ନବ, ଡୋମିନେଟ କରିବ, ସେ ଯୋଉ ଏରିଆଟାକୁ ଡୋମିନେଟ କରିବ। ତେଣୁ ସେଇଟାକୁ ଆପଣ ମାନେ ଖୋଜନ୍ତୁ, ଆପଣ ମାନେ ପାଇଯିବେ। ତାପରେ କଣ ନା ଅଥର୍ବ ବେଦ କାଣ୍ଡ ନମ୍ବର 5/17-13 ରେ ବି ଆପଣ ପାଇଯିବେ ବାସ୍ତୁଶାସ୍ତ୍ରର ମହନୀୟତା ଉଲ୍ଲେଖ। ଆଉ ସଂହିତାରେ, ଯୋଉ ବେଦର ସଂହିତା ଗୁଡାକ ଅଛି, ଯେମିତି ସାତପଦ ବ୍ରାହ୍ମଣ 1/7/3/7 ସେଥିରେ ବି ଆପଣ ପାଇବେ। ତୈତ୍ରୟ ବ୍ରାହ୍ମଣ 1/7/8/14 ଏବଂ 3/7/9/7 ତଥା ଆପସ୍ତମ୍ଭ ଶ୍ରୌତ ସୂତ୍ରରେ 13/20 ମଧ୍ୟ ବାସ୍ତୁଶାସ୍ତ୍ରର ଉଲ୍ଲେଖ ଦେଖିବାକୁ ମିଳେ। ତେଣୁ ଶ୍ରୁତି, ଯାହାକୁ ବେଦ ବୋଲି କୁହାଯାଏ, ଯିଏ ସର୍ବ ପୁରାତନ ପ୍ରାଚୀନ ଗ୍ରନ୍ଥ ବିଶ୍ୱର, ସେଥିରେ ମଧ୍ୟ ବାସ୍ତୁ ବିଦ୍ୟାର ଝଲକ ଦେଖିବାକୁ ମିଳେ। ତେଣୁ ଯୋଉମାନେ କହିବେ ନା ଆମେ ଏଇଟା ବିଶ୍ୱାସ କରୁନୁ, ସେମାନେ ନ ବିଶ୍ୱାସ କରିପାରନ୍ତି। ବହୁତ ଲୋକ ତ ଆଜିକାଲି କହୁଛନ୍ତି ଈଶ୍ୱର ନାହାନ୍ତି, କର୍ମ ହିଁ ଭଗବାନ, ସୁପର ପାୱାର ବୋଲି କିଛି ନାହିଁ, ମଣିଷ ତାର କର୍ମ ହିସାବରେ ଚଳେ, ସେମାନେ ବି ଠିକ, ତାଙ୍କ ବିଶ୍ୱାସ। ଠିକ ଅଛି। ତ ଆଜିର ସେସନ ଆମେ ଜାଣିଲେ ଯେ ବେଦର ପ୍ରମାଣ ହିସାବରେ ବେଦର କୋଉ କୋଉ କାଣ୍ଡରେ କୋଉଠି ବାସ୍ତୁଶାସ୍ତ୍ର ଭିତରେ ବିଷୟରେ ଉଲ୍ଲେଖ କରାଯାଇଛି। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।